ଅରିକୁଳ ଡ୍ୟାମ୍ ହେଉଛି ଓଡ଼ିଶାରେ ମୟୂରଭଞ୍ଜରେ ଅରିକୁଳ ନଦୀ ଉପରେ ଏକ ମଧ୍ୟମ ଜଳସେଚନ ପ୍ରକଳ୍ପ, ଯାହା କୃଷି ଏବଂ ପାନୀୟ ଜଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜଳ ଉତ୍ସ ଭାବରେ କାର୍ଯ୍ୟ କରେ ଏବଂ ଏହା ପ୍ରାକୃତିକ ସୌନ୍ଦର୍ଯ୍ୟ, ପ୍ରକୃତି, ପଦଯାତ୍ରା, ଡଙ୍ଗା ଚାଳନା ଏବଂ ମାଛ ଧରିବା ପାଇଁ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ। ବାରିପଦାରୁ ପ୍ରାୟ 30 କିଲୋମିଟର ଦୂରରେ ଟୁକୁରା ଗ୍ରାମ ନିକଟରେ ଅବସ୍ଥିତ। ଏହି ଡ୍ୟାମ୍ ସବୁଜ ଏବଂ ପାହାଡ଼ ଦ୍ୱାରା ଘେରି ରହିଛି, ଯାହା ଏହାକୁ ପ୍ରକୃତି ପ୍ରେମୀ ଏବଂ ଫଟୋଗ୍ରାଫରଙ୍କ ପାଇଁ ଏକ ଆଦର୍ଶ ଗନ୍ତବ୍ୟସ୍ଥଳ କରିଥାଏ। ଏହି ଡ୍ୟାମ୍ କୃଷି ଉଦ୍ଦେଶ୍ୟରେ ଏବଂ ଅଞ୍ଚଳର ପାନୀୟ ଜଳ ଆବଶ୍ୟକତା ପାଇଁ ପାଣି ଯୋଗାଇଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ: ଏହା ପାହାଡ଼ ଏବଂ ଘନ ସବୁଜ ଗଛ ଦ୍ୱାରା ଘେରି ରହିଛି, ଯାହା ଏକ ଶାନ୍ତିପୂର୍ଣ୍ଣ ଏବଂ ମନୋରମ ପରିବେଶ ସୃଷ୍ଟି କରେ। ପର୍ଯ୍ୟଟନ ଏବଂ ମନୋରଞ୍ଜନ: ଡ୍ୟାମ୍ ଡଙ୍ଗା ଚାଳନା, ମାଛ ଧରିବା ଏବଂ ପିକନିକ୍ ଭଳି କାର୍ଯ୍ୟକଳାପ ପାଇଁ ଏକ ଲୋକପ୍ରିୟ ସ୍ଥାନ। ଜଳଭଣ୍ଡାରର ଶାନ୍ତି ଜଳ ସପୁଷ୍ଟ ନୀଳ ଆକାଶ ଏବଂ ସବୁଜ ଢାଳକୁ ପ୍ରତିଫଳିତ କରେ, ବିଶେଷ କରି ସୌନ୍ଦର୍ଯ୍ୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଏକ ଯାଦୁକରୀ ଦୃଷ୍ଟି ସୃଷ୍ଟି କରେ। ସ୍ଥାନ: ଏହି ବନ୍ଧ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଟୁକୁରା ଗ୍ରାମ ଏବଂ ଲକ୍ଷ୍ମଣସାହି ଗ୍ରାମ ନିକଟରେ ଅବସ୍ଥିତ। ଏହା ଜିଲ୍ଲା ମୁଖ୍ୟାଳୟ ବାରିପଦାରୁ ପ୍ରାୟ 30 କିଲୋମିଟର ଦୂରରେ ଅବସ୍ଥିତ। ସ୍ଥାନୀୟ ପରିବହନ, ବାଇକ୍ କିମ୍ବା ବ୍ୟକ୍ତିଗତ ଯାନ ଦ୍ୱାରା ବାରିପଦାରୁ ସହଜରେ ପହଞ୍ଚି ପାରିବେ। ପରିଦର୍ଶନ ପାଇଁ ସର୍ବୋତ୍ତମ ସମୟ: ମୌସୁମୀ ଋତୁ ଜୁନ୍‌ରୁ ସେପ୍ଟେମ୍ବର। ଜଳଭଣ୍ଡାର ପାଣିରେ ପରିପୂର୍ଣ୍ଣ ଏବଂ ଚାରିପାଖରେ ସବୁଜିମା ଜୀବନ୍ତ ଏକ ସୁନ୍ଦର ଦୃଶ୍ୟ ପ୍ରଦର୍ଶନ ସୃଷ୍ଟି କରେ। ଶୀତ ଋତୁ ଅକ୍ଟୋବରରୁ ଫେବୃଆରୀ। ପାଗ ଥଣ୍ଡା ଏବଂ ମନୋରମ ଏବଂ ଅଞ୍ଚଳଟି ସବୁଜ ଏବଂ ସବୁଜ, ଏହାକୁ ପିକନିକ୍ ଏବଂ ପରିବାର ବାହାରକୁ ଯିବା ପାଇଁ ଉପଯୁକ୍ତ କରିଥାଏ।